ଗୋଟିକା ଅଧାମ ସର ନ ରୁଚଇ ତୋତେ ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମତେ। ଏଠି କୃଷ୍ଣଙ୍କର ଯେଉଁ ବାଲ୍ୟ ଅଝଟାମୀ ଆଉ ଖାଦ୍ୟ ରୁଚି ବିଷୟରେ ବର୍ଣ୍ଣନା କରାଯାଇଛି। ଆମର ପିଲାମାନେ ସାଧାରଣତଃ ସବୁ ସୁଆଦିଆ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ କୃଷ୍ଣଙ୍କୁ ସେ ସୁଆଦିଆ ଖାଦ୍ୟ ସବୁ ଭଲ ଲାଗେନି। ତାଙ୍କୁ କ'ଣ ଭଲ ଲାଗିଛି ନା ଗୋଟିକା ଅଧାମ ଆଉ ବା ସର, ଅଧାମ ମାନେ ଗୋଟିକା ଅଧାମ ମାନେ ସର, ଯେଉଁ କ୍ଷୀରର ଉପର ସର ତାଙ୍କୁ ଭଲ ଲାଗିନାହିଁ। କେବଳ ତାଙ୍କର ଗୋଟିଏ ଦୁର୍ବଳତା କେଉଁଠି ଅଛି ନା ତା ହେଲା ଲବଣୀ ବା ଲହୁଣୀ। ଲବଣୀକି ସେ ଖାଇବାକୁ ବହୁତ ଭଲ ପାଆନ୍ତି। ସେଇ ଲବଣୀ ପାଇବା ପାଇଁ ସେ ମାଆଙ୍କ ପାଖରେ କେତେ ପ୍ରକାର ନାଚ କରି ବା ଲାଞ୍ଚ ମାଗନ୍ତି ହେଲା। ନାଚି ମାନେ ଅଝଟାମୀ କରିକି ଲାଞ୍ଚ ମାଗନ୍ତି ଯେ ମୋତେ ଲବଣୀ ଦିଅ। ଶ୍ରୀକୃଷ୍ଣଙ୍କର କ'ଣ ଏଇ ବାଲ୍ୟ ଲୀଳାକୁ, ମଧୁର ବାଲ୍ୟ ଲୀଳାକୁ କବି ଏଠାରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ବୁଝିପାରିଲ? ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି। ଏଠି କଳାବାଣୀଙ୍କର ଗୋଟେ ପଦ୍ୟରେ ଯଶୋଦାଙ୍କର ଯେଉଁ କୋହଭରା ଦୁଃଖ କୃଷ୍ଣଙ୍କ ପ୍ରତି ଏଇଟା ବର୍ଣ୍ଣନା କରାଯାଇଛି। କ'ଣ ବର୍ଣ୍ଣନା କରାଯାଇଛି ନା ରାତି ହେଲେ ବନରେ ନିଶାଚର ବା ରାକ୍ଷସମାନେ ବୁଲନ୍ତି। ରାତି ହେଲେ ନିଶାଚର ବା ରାକ୍ଷସମାନେ ସବୁ ବୁଲନ୍ତି ବୋଲି ଯଶୋଦା ଶୁଣିଛନ୍ତି। ଯେ କୃଷ୍ଣ ଯେତେବେଳେ ଯାଇଛନ୍ତି, ଅନ୍ଧାର ରାତି ମାଡ଼ି ଆସିଛି, ଫେରି ନାହାନ୍ତି ଯେତେବେଳେ, ଯଶୋଦା ଏଇଟା ଭାବିକିରି ବ୍ୟସ୍ତ ହେଉଛନ୍ତି। ରାକ୍ଷସମାନେ ବୁଲନ୍ତି। ଆଉ ଏପରି ବିପଦପୂର୍ଣ୍ଣ ପରିବେଶକୁ ସେ କାହିଁକି ନିଜର ସନ୍ତାନକୁ ଏକୁଟିଆ ଛାଡ଼ିଦେଲେ ତାହା ଭାବି ସେ ଅନୁତାପ କରୁଛନ୍ତି। ଏଭଳିଆ କିଟିକିଟି ଅନ୍ଧାର ହେଲାଣି, କାହିଁକି ମୁଁ ଏକୁଟିଆ ମୋ ପିଲାକୁ ବା ମୋ ସନ୍ତାନକୁ ମୁଁ ଛାଡ଼ି ଦେଇଛି, ତାହା ଭାବି ସେ ଅନୁତାପ କରୁଛନ୍ତି। ଦୁଃଖରେ ସେ ନିଜକୁ କ'ଣ ଡଙ୍କୁଣି ବୋଲି ଗାଳି ଦେଉଛନ୍ତି। ମୁଁ ଡଙ୍କୁଣି ୟା କଲି ତା କଲି, ମା' ମାନେ କହନ୍ତିନି ପିଲାଙ୍କ ପ୍ରତି। ତେଣୁ ଯଶୋଦା ଏଠି ନିଜକୁ ଡଙ୍କୁଣି ବୋଲି ଗାଳି ଦେଇଛନ୍ତି। ମାଆର ହୃଦୟ କିପରି ଏଠି ବର୍ଣ୍ଣନା କରାଯାଇଛି କ'ଣ ନା ମାଆର ହୃଦୟ କିପରି ସବୁବେଳେ ସନ୍ତାନର ମଙ୍ଗଳ କାମନା କରେ ଆଉ ବିପଦ ବେଳେ ନିଜକୁ ଦାୟୀ କରେ, ତାହା ଏଠାରେ ସମ୍ପୂର୍ଣ୍ଣ ବର୍ଣ୍ଣନା କରାଯାଇଛି। ବୁଝିପାର? କାନ ଡେରି ଥାଉ ଏକା ତ ବେଣୁ ଗୀତକୁ, ଆଜି କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ। ଏଠି ଯଶୋଦାଙ୍କର ସନ୍ଧ୍ୟାରେ ଫେରିବା ବାଟ, ମାନେ କୃଷ୍ଣଙ୍କର ସନ୍ଧ୍ୟାବେଳେ ଯେଉଁ ଫେରିବା ବାଟକୁ ପ୍ରତୀକ୍ଷା କରି ଦୁଃଖଦ ଭରା ଘଟଣାକୁ ଏଠି ବର୍ଣ୍ଣନା କରାଯାଇଛି। କ'ଣ ନା କୃଷ୍ଣ ଫେରିବା ବେଳେ ବଜାଉଥିବା ବେଣୁର ସ୍ୱର ଶୁଣିବା ପାଇଁ ଯଶୋଦା କାନ ଡେରି ବସିଛନ୍ତି, କିନ୍ତୁ ଆଜି ସେଇ ମଧୁର ସ୍ୱର ନ ଶୁଭିବାରୁ ତାଙ୍କ ମନରେ ବିଭିନ୍ନ ପ୍ରକାର ଅଶୁଭ ଭାବନା ବା ଭୟ ପଶିଛି। ବେଣୁର ସ୍ୱର ବୁଝିପାରୁଛ, ମାନେ ବଂଶୀର ସ୍ୱର, ବଂଶୀର ଯେଉଁ ମଧୁର ସ୍ୱରଟା ଶୁଭୁନି ତାଙ୍କୁ। ତାପରେ ବିଭିନ୍ନ ମାନେ ଭୟର ଭାବନା ଉଙ୍କି ମାରୁଛି। ବେଣୁ ଗୀତ ମା ପାଇଁ କେବଳ ସଙ୍ଗୀତ ନୁହେଁ, ମାନେ ଯେଉଁ ବଂଶୀର ସ୍ୱର ମା ପାଇଁ କେବଳ ସଙ୍ଗୀତ ନୁହେଁ, ବରଂ ତାଙ୍କ ସନ୍ତାନ ପାଇଁ, ଗୋଟେ ସନ୍ତାନ ପାଇଁ ସୁରକ୍ଷାର ପ୍ରତୀକ। ତେଣୁ କବି ଏଠାରେ କ'ଣ କରିଛନ୍ତି ନା ମାତୃହୃଦୟର ମମତାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ବୁଝିପାରିଲ?